ଶାଳ ଗଛକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଡ୍ରାଇଭର ମୃତ, ହେଲ୍ପର ଆହତ। ମୟୂରଭଞ୍ଜ ଜିଲ୍ଲା 53 ନମ୍ବର ରାଜ୍ୟ ରାଜପଥ ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତା ପାଲଟିଛି ମରଣ ଯନ୍ତା। ଏହି ରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଘଟୁଛି ସଡ଼କ ଦୁର୍ଘଟଣା, ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। 5 ତାରିଖ ଶନିବାର ଏହି ରାସ୍ତାରେ ପୃଥକ ପୃଥକ 2ଟି ଦୁର୍ଘଟଣା ଘଟିଥିବା ବେଳେ ଗୋଟିଏରେ ହାଣ୍ଡିପୁଟା ଛକ ନିକଟରେ ଜଣେ ବୃଦ୍ଧଙ୍କୁ ହାଇୱା ଚାପି ଦେଇ ଜୀବନ ନେଇଥିବା ବେଳେ ଗଡ଼ଭଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭର ଗୁରୁତର ହୋଇଥିଲେ। ସେହିପରି 6 ତାରିଖ ରବିବାର ସେହି ରାସ୍ତାର ମହୁଲଡ଼ିଆ ଥାନା ଅନ୍ତର୍ଗତ ସାତକୋଶିଆ ନିକଟସ୍ଥ ପ୍ରଧାନ ସାହି ଛକ ନିକଟରେ ସେହି ରାସ୍ତା ଦେଇ ଆନନ୍ଦପୁରରୁ ଠାକୁରମୁଣ୍ଡା ଆସୁଥିବା WB 33F0412 ନମ୍ବର ବିଶିଷ୍ଟ ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଶାଳ ଗଛକୁ ଧକ୍କା ଦେଇଥିଲା। ଫଳରେ ପିକଅପ୍ ଭ୍ୟାନ୍ର ଡ୍ରାଇଭର ପଶ୍ଚିମବଙ୍ଗ ମେଦିନୀପୁରର 29 ବର୍ଷୀୟ ମୋହନ ରାୟ ଏବଂ ହେଲ୍ପର 23 ବର୍ଷୀୟ ରଫିଆତ ଖାନ୍ ଗୁରୁତର ଆହତ ହୋଇଥିଲେ। ଖବର ପାଇ ମହୁଲଡ଼ିଆ ଥାନା ପୋଲିସ ଘଟଣାସ୍ଥଳରୁ 2 ଜଣଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭର ମୋହନ ରାୟ ମୃତ୍ୟୁବରଣ କରିଥିଲେ। ମହୁଲଡ଼ିଆ ଥାନା ପୋଲିସ କେସ୍ ନମ୍ବର 62/2024ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ମୟୂରଭଞ୍ଜ ଠାକୁରମୁଣ୍ଡାରୁ ଶେଖ ରାଜୁଙ୍କ ରିପୋର୍ଟ, SR ନ୍ୟୁଜ୍ ଏକ୍ସପ୍ରେସ୍।